ହେଲେ ହଉ, ଆଗ ତମେ ଭଲରେ ହବ। ବସରେ ଆମେ ଆସିଥିଲୁ, ବସ ଚାଲୁଥିଲା। ନା ଏଇଟା ସେ ରଣପୁର ବସ ଯାଉଥିଲା, ଆମେ ନୟାଗଡ଼ ଯାଉଥିଲୁ। ହେଲା ମୁଁ ଜାଣିନି, ଆମେ ତ ବସିଥିଲୁ, ସେ ପଲଟି ଗଲା। ଗାଡିରେ 50-60 ଲୋକ ଥିଲେ। ନାଇଁ ମୋର କିଛି ନାହିଁ, ମୋର ଖାଲି ମୁଣ୍ଡଟା ମାଡ଼ ହେଇଛି। ଭଗବାନ ଭାଗି ଯାଇଛି, ଭାଗି ଯାଇଛୁ ଯାଉଥିଲୁ ଲେଖୁପଡା। ଆପଣ କୋଉଠୁ ଆସିଥିଲେ? ଆଜ୍ଞା ଆମେ ଖବର ପାଇଲୁ ଯେ ଗାଡିଟା ଗୋଟେ କଣ ରାସ୍ତାରେ କଣ ଆକ୍ସିଡେଣ୍ଟ ହେଇଛି। ଆମେ ଧାଇଁକି ଘର ଆସିଲା ଭିତରେ ଏଠି ଗାଡି ପଡିକି ଲୋକ ଗୁଡାକ ଭିତରେ ସବୁ ଗାଡିଟା ଅଲରେଡି ପଲଟି ଯାଇଛି। ତା ଭିତରେ ଲେଡିଜ ଜେଣ୍ଟସ ସବୁ ହାତ ଗୋଡ ସବୁ ମାରି ବସିଛି, ସେ କେହି ବାହାରି ପାରନ୍ତି, ରକ୍ତ ସ୍ନାନ ସବୁ ପଡିଛନ୍ତି ଭିତରେ। ଡ୍ରାଇଭର ବାବୁ ସେ ବାବୁ କଣ ମଦ ପିଇଛନ୍ତି ବୋଧେ ଧାଇଁକି ପଳେଇଛନ୍ତି। ଆମେ ତାଙ୍କୁ ଆଉ ଜଗିବାକୁ ବେଳ ଆମେ ଲୋକ ଆଗ ଉଦ୍ଧାର କଲୁ। ମିନିମମ୍ ଲୋକ ସେଥିରେ ଥିଲେ ଯୋଉ 40-50 ଜଣ, ସେଥିରୁ ସିଭିୟର ଇଞ୍ଜୁର୍ଡ 3-4 ଜଣ ହେଇଛନ୍ତି। ଗୋଡ ହାତ ପ୍ରାୟ 5 ଜଣଙ୍କର ଭାଙ୍ଗିଛି। ଦି ଜଣ ଲେଡିଜ, ଜଣେ ଲେଡିଜ ଜଣେ ଜେଣ୍ଟସ, ତାଙ୍କ ଗୋଡ ଦିଟା ଅଲରେଡି ଚୁନଚୁନା ହେଇଯାଇଛି। ତାଙ୍କୁ ଆମେ ଜଗର ମାନେ 10ଟା ଶାବଳ ଲଗେଇଲୁ। ଶାବଳ ଲଗେଇକି ମାନେ 10 ଜଣ ଲୋକ ଦୀପ ଟେକିଲୁ, ହେଲୁ ଚେଷ୍ଟା କଲୁ, ହେଲାନି। ଗାଡିଟାକୁ ଆମେ ଟେକି ପାରିବୁ ସମ୍ଭବ, କିନ୍ତୁ ତାପରେ ଜଗ ଲଗେଇକି ଆମେ ସମସ୍ତଙ୍କ ଚେଷ୍ଟା ପରେ ତାଙ୍କୁ ଏ ପରିସ୍ଥିତିରେ ବାହାର କଲୁ। ବାହାର କରି ତାଙ୍କୁ 108 ଡାକିକି ତାଙ୍କୁ ମେଡିକାଲ ପଠେଇଛୁ। ଆଉ ବାକି ନର୍ମାଲ ଇଞ୍ଜୁର କେତେ ଜଣ ହେଇଛନ୍ତି, 4-5 ଜଣଙ୍କର ସିଭିୟର ଇଞ୍ଜୁର ହେଇଛି। ନର୍ମାଲ ଇଞ୍ଜୁର ସଂଖ୍ୟା ମିନିମମ୍ ଯାହାହେଲେ ବି 10-12 ଜଣରୁ କମ ହବନି। ଗାଡି ତଳେ 3 ଜଣ ଚାପି ହେଇକି ଥିଲେ। 3 ଜଣଙ୍କର ଗୋଡ ଅଲରେଡି ବାହାରିଲା ନାହିଁ। ଆମେ 10 ଜଣ ଲୋକ ଲାଗି ତାକୁ ଚେଷ୍ଟା କଲୁ, ଗାଡିକି ଆମେ ଜଗେଇ ପାରିବୁ କି, କିନ୍ତୁ ତାପରେ ଜଗ ଲଗେଇ ବହୁତ ଚେଷ୍ଟା ଫଳରେ ଆମେ ସେ ଲୋକଙ୍କୁ ବାହାର କଲୁ। ଭଗବାନ ଦୟାରୁ କାହାର ଜୀବନ ହାନି ହେଇନି, କିନ୍ତୁ ସିଭିୟର ଇଞ୍ଜୁର ହେଇଛନ୍ତି।